ଏଇଠି ବସ, ତୁମେ ଏତିକି ସମୟ ଏଇଠି ବସିବ। ତାଙ୍କ ସାଙ୍ଗରେ ଅଭିନ୍ନ ନୁହେଁ, ଆମେ ସମସ୍ତଙ୍କ ସାଙ୍ଗରେ ମଧ୍ୟ ଅଭିନ୍ନ। ସବୁ ବିଶ୍ୱ ସହିତ ଆମେ ଅଭିନ୍ନ। এই ଅନୁଭବ କାରଣରୁ ତମେ ଅଭିନ୍ନ ହେଇଗଲ। ତେଣୁ ଅଭିନ୍ନ ଅନୁଭବଟା ହେଉଛି ତମର ମାୟାରୁ ମୁକ୍ତି। କାହା ସାଙ୍ଗେ ଅଭିନ୍ନ ଅନୁଭବ? ବିଶ୍ୱପତିଙ୍କ ସହିତ, ପରମ ବ୍ରହ୍ମ ପରମ ପିତାଙ୍କ ସହିତ ତୁମେ ଅଭିନ୍ନ ଅନୁଭବ କର ଯେ ମୁଁ ଯଦି ଅଭିନ୍ନ ତାହେଲେ ତ ମୁଁ ଶବ ହେଇଯିବି। ମୁଁ ଶିବ ହୋଇ ବସିଛି କେମିତି? ମୁଁ ଅଭିନ୍ନ। ମୁଁ ଭିନ୍ନ ହେଲେ ଶବ ହେବି। ଅଭିନ୍ନ ଅଭିନ୍ନ ବୋଲି ମୁଁ ଅଛି। ଏବଂ ଆମ ଭିତରେ କେବଳ ଗୋଟେ ବିଭେଦତା ସୃଷ୍ଟି ହେଉଛି, ସେଟା ମାୟା କରୁଛି। ଏତିକି ହେଉଛି ତତ୍ତ୍ୱ, ମୂଳ ତତ୍ତ୍ୱ ଏତିକି। ବେଶୀ କଥା ବୁଝିବା ଦରକାର ନାହିଁ। ଏବଂ ଏଥିରେ କ'ଣ ମୁକ୍ତି, କ'ଣ ନିର୍ବାଣ, କ'ଣ ସମାଧି, କ'ଣ ନିର୍ବିକଳ୍ପ, କ'ଣ ସର୍ବିକଳ୍ପ କିଛି ଭାବନା ଦରକାର ନାହିଁ। ତମେ କେବଳ ବସୁନ, ବସ ଏବଂ ଅନୁଭବ କର ମୁଁ ତାଙ୍କଠୁ ଅବିଚ୍ଛିନ୍ନ ଭାବେ ରହିଛି, ବିଚ୍ଛିନ୍ନ ନୁହେଁ। ସେ ଅଛନ୍ତି, ମୁଁ ଅଛି। ବାସ୍ ଏତିକି ହେଉଛି ତତ୍ତ୍ୱ। ସେ ଆଉ ମୁଁ ଅଭିନ୍ନ। ଈଶ୍ୱର ଭଗବାନ ଆଉ ମୋ ଭିତରେ ଗୋଟେ ସୂତାର ଫାଙ୍କ ନାହିଁ। ସେ ଥିବାରୁ ମୁଁ ଅଛି, ସେ ଥିବାରୁ ମୁଁ ଅଛି, ମୁଁ ଥିବାରୁ ସେ ଅଛନ୍ତି। ମୁଁ ଥିବାରୁ ସେ ଅଛନ୍ତି। ମୁଁ ନଥିଲେ କ'ଣ ସେ ଅଛି ଓ ସେ ଅଛନ୍ତି। ମୁଁ ନାହିଁ କି ସେ ନାହିଁ, ଅଛନ୍ତି। ପଚାର ପଚାର ପ୍ରଶ୍ନ। ଯୋଉ ଆମର ପିଲା ଜନ୍ମ ହଉ, ଭୂମିଷ୍ଠ ହଉ ହଉ ତାର କ'ଣ କ୍ରିୟମାଣ କର୍ମ ଲାଗିଯିବ? ହଁ, କେମିତି? ପିଲା ଜନ୍ମ ହଉ ହଉ ନୁହଁ, ଭୂମିଷ୍ଠ ହଉ ନା ନା, ଯୋଉ ଗର୍ଭ ସଂସାର ହଉ, ଗର୍ଭ ବି ନୁହଁ। ଯେତେବେଳେ ମାତା ପିତାଙ୍କର ସଂଯୋଗ ପୂର୍ବ ଅବସ୍ଥା ସୃଷ୍ଟି ହବ, ସେତେବେଳେ ସେ ପିଲାର କର୍ମ ଆରମ୍ଭ ହେଇଗଲା। କ୍ରିୟମାଣ କର୍ମ ହଁ, ସେଇ ଅନୁସାରେ ମାତା ପିତାଙ୍କର ସମ୍ପର୍କ ହବ। ମାତା ପିତା ଯେଉଁ ସମ୍ପର୍କ କରିକି ଯେଉଁ ଆନନ୍ଦ ନେବେ, ଯେଉଁ ସ୍ଥୂଳ ଜଗତର ଦୁଇଟି ଶରୀର, ତାକୁ କହନ୍ତି ଆତ୍ମ ମୈଥୁନ। ମିଥୁନ ନୁହେଁ, ଆତ୍ମ ମିଥୁନ ହେଲା ଯେ ସମୁଦ୍ର ସହିତ ନଦୀ ମିଶିବା। ଆତ୍ମ ମୈଥୁନ ହେଲା କ୍ଷୀରକୁ ମନ୍ଥନ କରି ଲହୁଣୀ ବାହାର କରିବା। ଦୁଇଟି ଶରୀରର ମନ୍ଥନ ହେଇ ଆଉ ଗୋଟେ ଦ୍ରବ୍ୟ ସୃଷ୍ଟି କରିବା ହେଉଛି ମୈଥୁନ। ଏଇ ଯେଉଁ ଆନନ୍ଦ ସେଇଥିରୁ ଜନ୍ମ ନିଏ, ଯେଉଁ ଦ୍ରବ୍ୟ ସୃଷ୍ଟି ହୁଏ, ତମ ମନ୍ଥନ ପ୍ରଣାଳୀରୁ ଲହୁଣୀ ଜନ୍ମ ନେବ। କେତେ ଲହୁଣୀ ହେବ, ସେ କେତେ ପରିପୁଷ୍ଟ ହେବ। ଧର ତମେ ଗୋଟେ ସୁସ୍ଥ ମାନସିକତାରେ ଖୁବ ଆନନ୍ଦମୟ ହେଇ ମନ୍ଥୁଛ ଦହି, ଯଶୋଦା ଦହି ମନ୍ଥୁଛନ୍ତି। ହଁ, ଉଠିଲୁ ଏଡ଼େ ବେଗି, ଯେତେବେଳେ ସେ ଗାଉଛନ୍ତି ଏ ଗୀତ, କାହିଁକିରେ ଦୁଃଖୀ ଧନ ଦଧି ମନ୍ଥାଇ ଦେବୁ ନାହିଁକିରେ, ଏଇ ଯେଉଁ ଭାବ, ପୁଅ ସହିତ ରହିକିରି ପୁଅ ଉଠି ପଡ଼ିଛି, ମୋତେ ଏଇନା ଆସିକିରି ଅଡ଼ୁଆରେ ପକେଇବ, ମୋତେ ଛନ୍ଦିବ, ମୋ ହାତ ଧରିବ, ନହେଲେ ଲହୁଣୀ ହାତ ପୁରେଇ ଖାଇବ, ଏଇ ଧନ୍ଦା କରିବ, ମୋତେ କାନ୍ଦିବ, କ'ଣ ଡିଷ୍ଟର୍ବ କରିବ। ଏଇ ସ୍ଥିତିଟା ତାଙ୍କ ମୁଣ୍ଡରେ ଯେତେବେଳେ ଆସିଛି, ସେତେବେଳେ ସେ ବାତ୍ସଲ୍ୟ ମମତା ଭିତରେ ରହିକିରି ଦହିଟାକୁ ମନ୍ଥୁଛନ୍ତି। ସେଇ ମନ୍ଥନ ବେଳେ ଯେଉଁ ଲହୁଣୀ ସୃଷ୍ଟି ହେବ, ସେଇଟା ଛୁଆମାନେ ଖାଇଲେ ଆନନ୍ଦ ହେବେ। କାହିଁକି ନା ମାର ବାତ୍ସଲ୍ୟ ମମତାରୁ ଜନ୍ମ ନେଉଛି ଲହୁଣୀ। ଯଦି ସେ ସମୟରେ ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀ ଧନ ବା ଗଣ୍ଠି ଧନ କଥାଟା ନ ଉଠି, ଧର କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ, ଇଏ କଥାଟା ଦଧି ମନ୍ଥନ ଚାଲିଛି। ମା ତ ତାର ଗୋଟେ ଗୁଣୁ ଗୁଣୁ, ବାଥରୁମରେ ଆମେ ଗୀତ ଗାଉଛୁ, କ'ଣ ଗୋଟେ କର୍ମ କଲାବେଳେ ଗୁଣୁ ଗୁଣୁ ହେଉଛୁ, ମା ବି ଗୁଣୁ ଗୁଣୁ ହେଉଛି, ପୁଅ ବି ଗୁଣୁ ଗୁଣୁ ହେଉଛି, ଆମେ ହେଉଛୁ। ସେମିତି ଧର ମା ଗୋଟେ ଗୁଣୁ ଗୁଣୁ ହେଉଛି, ବା ତାର ଗୋଟେ ଆନନ୍ଦମୟ ମୁହୂର୍ତ୍ତ ମନେ ପଡ଼ୁଛି। ସେ ଗୋଟେ କ'ଣ ଦ୍ରବ୍ୟ ଖାଇଛି, ସେ ଫଳଟେ, ସେ ଫଳ ତାକୁ ଖୁବ୍ ଜୀବନରେ ଆନନ୍ଦ ଦେଇଛି, ସେତେବେଳେ ଦହି ମନ୍ଥିଲା ବେଳେ ମନେ ପଡ଼ିଛି। ତାମାନେ ସେ ଲହୁଣୀ ସେଇଭଳି ସ୍ୱାଦ ହେବ।
ସେଇ ଯେଉଁ ସମୟର କର୍ମ ମାତା ପିତାଙ୍କର ସେଇ ଖାଦ୍ୟରେ ଜନ୍ମ ନେବ। ସେପରି ମାତା ପିତାଙ୍କର ସଂଯୋଗ କାଳର ଯାହା ଭାବନା ଏକ୍ଜାକ୍ଟଲି ଯାହା ସେ ଭାବି ଭାବି ଯାଉଛନ୍ତି ଉଭୟ ସ୍ତ୍ରୀ ସ୍ୱାମୀ ସହିତ ଶାରୀରିକ ସମ୍ପର୍କ କଲାବେଳେ ଯଦି ସ୍ତ୍ରୀ ତା ସ୍ୱାମୀକୁ ଉପଭୋଗ କରୁନି, ତା ପୂର୍ବ ପ୍ରେମିକକୁ ସେତେବେଳେ ଉପଭୋଗ କରୁଛି, ତା ପିଲା ପାଖରେ ସେଇ ଗୁଣ ନେଇକି ସେ ଜନ୍ମ ନେବ। ଝିଅ ହେଲେ ଦୋଚାରୀ ହେବ, ପୁଅ ହେଲେ ବ୍ୟଭିଚାର ହେବ। ଆଉ ଯଦି ପୁରୁଷ ଯଦି ପଜିଟିଭ ଭାବୁଥିବ, ପୁରୁଷ ଯଦି ଭାବୁଛି ବି ଯେ ମୁଁ ମୋ ସ୍ତ୍ରୀ ସହିତ ଅଛି, ତାହେଲେ ସେ ଦ୍ୱିବିଧ ହେବ। ପିଲା ଅଧେ ଭଲ ହେବ, ଅଧେ ବି ମନ୍ଦ ହେବ। ଏବଂ କେତେ ପରସେଣ୍ଟ ଭଲ କେତେ ପରସେଣ୍ଟ ମନ୍ଦ ହେବ, ଧର 90 ଭାଗ ଭଲ ପିଲା, 10 ଭାଗ ଖରାପ ପିଲା ସମସ୍ତଙ୍କର ଅଛି। ଏଇ କାରଣରୁ ଅଛି, ଯଦି ଉଭୟ ଯୋଗୀ ମା ଆଉ ବାପ ଯଦି ଉଭୟ ଶୂନ୍ୟ ମାନସିକତାରେ ଅଛନ୍ତି, କେବଳ ଅଛନ୍ତି ଦେହଗତ ସମ୍ପର୍କରେ, କେବଳ ଦେହଗତ ସମ୍ପର୍କରେ ପୁତ୍ର ଜନ୍ମ ମାନେ ସନ୍ତାନ ଜନ୍ମ ଉଦ୍ଦେଶ୍ୟରେ ସଂସାରକୁ ପିଣ୍ଡ ଦାନ କରିବା ପାଇଁ, ସଂସାରକୁ ଆଉ ପାଦେ ଆଗେଇକି ନେବା ପାଇଁ ଉତ୍ତମ ସନ୍ତାନ ଜନ୍ମ ହେବ, ସେ ଋଷି ହେବ। ଏବଂ ଯେଉଁମାନେ ଋଷି ହେଇଛନ୍ତି ଏଇ ଭାବନାରୁ ହେଇଛନ୍ତି, ଅନ୍ୟ କୌଣସି ଭାବନା ନାହିଁ। ୟାର ଉଦାହରଣ ଅଛି, ଗାନ୍ଧାରୀକୁ ଯେତେବେଳେ କୁଳରକ୍ଷା କରିବା ପାଇଁ, ଗାନ୍ଧାରୀ ନୁହେଁ ଧୃତରାଷ୍ଟ୍ରଙ୍କର ବଂଶରେ ଯେତେବେଳେ ବ୍ରହ୍ମଚାରୀ ବ୍ୟାସଦେବଙ୍କୁ କୁହାଗଲା ଯେ ତୁମେ ତୁମର ଭାଇ ବୋହୂଙ୍କ ସହିତ ସମ୍ପର୍କ ଦେହଗତ ସମ୍ପର୍କ ସ୍ଥାପନ କର, ଏହା କରିବା ଦ୍ୱାରା ଯେଉଁ ସନ୍ତାନମାନେ ସୃଷ୍ଟି ହେବେ ସେମାନେ କୁଳ ରକ୍ଷା କରିବେ। ଯେତେବେଳେ ଭାଇ ବୋହୂ ଦେଢ଼ଶୁର ସହିତ ଦେହଗତ ସମ୍ପର୍କ କଲେ ଲଜ୍ଜା ହେବ, ଏ କାରଣରୁ ଆଖିରେ ପଟି ବାନ୍ଧିଦେଲେ, ତେଣୁ ତାଙ୍କର ସନ୍ତାନ ଯେଉଁ ଜନ୍ମ ହେଲେ ଧୃତରାଷ୍ଟ୍ର ଅନ୍ଧ ହୋଇ ଜନ୍ମ ନେଲେ, ବଡ଼ ପୁଅ ଏଇ କାରଣରୁ ଅନ୍ଧ ହୋଇଗଲେ। ଯେହେତୁ ମା ବାନ୍ଧି ଦେଇଥିଲେ ପଟି, ତେଣୁ ଅନ୍ଧ ହୋଇଗଲେ। ଏବଂ ବାପାଙ୍କର ଆଖି ପୁରୁଷର ଆଖି ନାରୀର ଆଖି ସହିତ ମିଶିଲାନି ଏବଂ ପରସ୍ପରଙ୍କୁ ପ୍ରେମ କଲେ ନାହିଁ, କେବଳ ଦେହଗତ ସମ୍ପର୍କ କଲେ। ତେଣୁ ତାଙ୍କର ବିଶୃଙ୍ଖଳା ଘଟିଲା। ଏଇ କାରଣରୁ ଘଟିଲା, ଅନ୍ୟ କଥା କିଛି ନାହିଁ। ଧୃତରାଷ୍ଟ୍ର ସିଏ ଧୃତ ହେବାକୁ ବାଧ୍ୟ ହେବେ, କାରଣ ସେଠି ଗୋଟେ ପବିତ୍ର କେବଳ ବଂଶରକ୍ଷା ଉଦ୍ଦେଶ୍ୟ ରହିଲା, ଗୋଟେ ପବିତ୍ର ଭାବନା ରହିଲାନି। ଏବଂ ବ୍ୟାସ ଯେହେତୁ ଜଣେ ବ୍ରହ୍ମଚାରୀ ଏବଂ ତାଙ୍କର ଆବଶ୍ୟକ ନଥିଲା ଏ କାର୍ଯ୍ୟ କରିବାକୁ, ମା ବାଧ୍ୟ କରିବାର କଥା କଲେ, ସେ ବାଧ୍ୟବାଧକତାରେ କରୁଥିଲେ କାର୍ଯ୍ୟକ୍ରମଟା। ତେଣୁ ସଂସାରରେ ଯେଉଁ ସୁଖ ଯେଉଁ ଆନନ୍ଦ ଜନ୍ମ ନେବା କଥା, ଦେହଗତ ସମ୍ପର୍କରେ ଯେଉଁ ନାରୀ ପୁରୁଷର ଆନନ୍ଦ ଉତ୍ସାହ, ସେ ଉତ୍ସାହ ଯେହେତୁ ରହିଲାନି, ଆନନ୍ଦ ରହିଲାନି, ଶୋକ ଏବଂ ଦୁଃଖରେ ଭରପୁର ରହିଲା ରାଜପ୍ରାସାଦ, ହସ୍ତିନାପୁର ଛାରଖାର ହେଲା। ତାର କାରଣ ଏଇଟା ବାଧ୍ୟବାଧକତାର ଖେଳ। ତେଣୁ ଉଭୟଙ୍କ ଭିତରେ ଗୋଟେ ମହତ ଭାବନା ଏବଂ ଶୂନ୍ୟ ମାନସିକତା, ସେକ୍ସ ବେଳେ ଉଭୟ ପରସ୍ପରଙ୍କୁ ଭରପୁର ଭଲ ପାଉଛନ୍ତି ଏବଂ ଲୀନ ହେଉଛନ୍ତି ପରସ୍ପରଙ୍କ ଠି, ତାହେଲେ ଗୋଟିଏ ଉତ୍ତମ ସନ୍ତାନ ଜନ୍ମ ନେବ ଏବଂ ସେ ଦେବପୁରୁଷ ହେବ। ଇଏ ସଂସାରକୁ ସେ ଆଉ ଗୋଟେ ଦେବପୁରୁଷ ଜନ୍ମ କରିବା ପାଇଁ ସେ ମଧ୍ୟ ପ୍ରସ୍ତୁତ ହୋଇପାରିବ। ସଂସାରରେ ଧର୍ମ, ଦୟା, କ୍ଷମା, ସତ୍ୟ, ନ୍ୟାୟ, ସୁବିଚାର ଏଗୁଡ଼ାକର ପ୍ରଚାର ସେ କରିବ। ସେ ବୁଦ୍ଧ ହେବ, ସେ ବିଶ୍ୱାମିତ୍ର ହେବ, ସେ ବଶିଷ୍ଠ ହେବ, ସେ ରାମକୃଷ୍ଣ ହେଇକି ଜନ୍ମ ନେବ, ସେ ସ୍ୱାମୀ ବିବେକାନନ୍ଦ ହେବ, ସେ ତୋତାପୁରୀ ହେବ। ପିତାମାତାଙ୍କର ସଂଯୋଗରୁ ଏସବୁ ଘଟିବ। ତେଣୁ ସେଥିପାଇଁ ଆମ ସନାତନ ଧର୍ମ ଏ ଶାସ୍ତ୍ର ଏଇଥିପାଇଁ ଦେଇଛି ଯେ ତୁମେ ଏକକ ପତିବ୍ରତା ପତ୍ନୀ, ମୁଁ ବିବାହ ହେବି ଏକ ପତ୍ନୀ ବ୍ରତା ହେବି, ମୁଁ ପୁରୁଷ, ମୋ ସ୍ତ୍ରୀ ଏକ ପତିବ୍ରତା ହେବ, ଗୋଟିଏ ପୁରୁଷକୁ ପ୍ରେମ କରିବ କେବଳ, ସେ ଅନ୍ୟ କାହାରି ମୁହଁ ଚାହିଁବନି, କାହା କଥା ଭାବିବନି। କୌଣସି ପୁରୁଷଙ୍କୁ ସେ ଆଉ ଯେତେ ବୀର ପୁରୁଷ ହେଉ, ଯେତେ ଜ୍ଞାନୀ ପୁରୁଷ ହେଉ, ଯେତେ ଧନୀ ପୁରୁଷ ହେଉ, ତା ସ୍ୱାମୀ ତା ପାଇଁ ପ୍ରଭୁ। ଏଇ କାରଣରୁ ସ୍ୱାମୀ ସ୍ତ୍ରୀର ପ୍ରଭୁ ଏବଂ ଦେବତା ବୋଲି ଆମର ସନାତନ ଧର୍ମର ଗୋଟେ କଥା ପ୍ରଚଳିତ ହେଇ ଆସୁଛି ଯେ ତୁମ ସ୍ୱାମୀ ତୁମ ପ୍ରଭୁ ତୁମ ଦେବତା, ସେ ଯେଉଁ ସ୍ଥିତିରେ ଥାଉ। ଏବଂ ସ୍ୱାମୀକି ମଧ୍ୟ କୁହାଯାଇଛି ତୁମ ସ୍ତ୍ରୀ ସୁନ୍ଦର ହେଉ, ଅସୁନ୍ଦର ହେଉ, କାଳି ହେଉ, ଗୋରୀ ହେଉ,
ଗୁଣର ହଉ ନ ହଉ ତୁମକୁ ଯଦି ସେ ପ୍ରାପ୍ତ ହୋଇଛି, ତୁମ କପାଳରେ ଥିଲା ବା ତୁମ ପୂର୍ବଜନ୍ମର ସ୍ଥିତିରୁ ତୁମେ ତାଙ୍କୁ ଫେରି ପାଇଛ, ତୁମେ ତାଙ୍କୁ ଭରପୁର ପ୍ରେମ କର, ସେ ତୁମର ଦେବୀ, ତାଙ୍କୁ ଶ୍ରଦ୍ଧା କର, ତାହେଲେ ତା ଗର୍ଭରୁ ସୁସନ୍ତାନ ଜନ୍ମ ନେବେ, ଯୋଗ୍ୟତମ ସନ୍ତାନ ଜନ୍ମ ନେବେ। এইটা হচ্ছে আমার সনাতন ধর্মের মূল তত্ত্ব। ତମ ପ୍ରଶ୍ନ ଏଇଆ ଥିଲା ତ ନା ଆଉ କ'ଣ? କ'ଣ ବୁଝିଲା? ତାମାନେ ମାତୃ ଗର୍ଭରୁ ପିଲାଟାର ତେଣୁ ମାତୃ ଗର୍ଭରୁ ତା କର୍ମ ଆରମ୍ଭ ହେବ। କର୍ମ କାହିଁକି ଆରମ୍ଭ ହେଇଯାଇଥାଏ। ନା ପିଲାଟା ଯୋଉ କର୍ମ କରିଛି ସେଇଭଳିଆ, ଧର ମୁଁ ଯୋଉ କର୍ମ କରିଛି ସେଇଠି ଆମେ ଯୋଉ 4 ଜଣ ଏଠି ବସିଛେ, ଆମେ କିଏ? ଆମେ କ'ଣ ଚଳଚ୍ଚିତ୍ର ଦେଖିବାକୁ ଯାଇପାରିନଥାନ୍ତେ? ଆମେ କ'ଣ ସମୁଦ୍ର କୂଳରେ ବସିପାରିନଥାନ୍ତେ? ଆମେ କ'ଣ ପୁରୀ ମନ୍ଦିରରେ ବସିକିରି ଆନନ୍ଦ ବଜାରରେ ଆନନ୍ଦ ହେଇପାରିନଥାନ୍ତେ? ପ୍ରଭୁ ଜଗନ୍ନାଥଙ୍କୁ ଯୋଉଠି ବସିଲେ ଦର୍ଶନ କରିହେବ, କିନ୍ତୁ ଭିଡ଼ ଭିତରକୁ ଯିବା ଆବଶ୍ୟକ ନାହିଁ। ଯୋଉଠି ବସିଲେ ପ୍ରଭୁ ମୋର ଅଛି, କାରଣ ଘଟ ଘଟ ମେ ରାମ, ସକଳ ଦେହ ନାରାୟଣ ବସନ୍ତି ଅନାଦି କାରଣ। ସକଳ ଦେହ ନାରାୟଣ ବସନ୍ତି ଅନାଦି କାରଣ ଭାଗବତ କହିଲେ, ଘଟ ଘଟ ମେ ରାମ ରାମଚରିତ ମାନସ କହିଲେ, ଏବଂ ଈଶ୍ୱର ସର୍ବଭୂତାନ ଶ୍ରୀମଦ ଭଗବତ ଗୀତା କହିଲେ। ତେଣୁ ମୁଁ ଯୋଉଠି ବସିବି ସେଇଟା ବଡ଼ ଦେଉଳ, ଯାହାକୁ ଦେଖିବି ସେ ଜଗନ୍ନାଥ, ଇଏ ଅନୁଭବ କରିହେବ। କିନ୍ତୁ ଆମେ ଏଠି ଯେଉଁ 4 ଜଣ ବସିଛେ, ଏ 4 ଜଣ କିଏ? ଏ 4 ଜଣ ଯେଉଁ କର୍ମ କରିଛନ୍ତି, ସେଇ କର୍ମ ତାଙ୍କୁ ସେଇଠି ବସେଇଛି। କର୍ମ ଆଉ ଭାବନା, ତମେ ଯେଉଁ ଅନୁସାରେ କର୍ମ କରିବ ସେ ଅନୁସାରେ ଭାବନା ସୃଷ୍ଟି ହେବ, ସେ ଅନୁସାରେ ଖାଦ୍ୟ ସୃଷ୍ଟି ହେବ, ସେ ଅନୁସାରେ ବେଶ ପୋଷାକ ସୃଷ୍ଟି ହେବ, ସେ ଅନୁସାରେ ମନ ସୃଷ୍ଟି ହେବ, ଏ ସବୁ ସୃଷ୍ଟି ହେବ ଅଟୋମେଟିକ୍। ତେଣୁ ପୂର୍ବ କର୍ମ ମୁଁ ଯାହା କରିଛି ସେ ଅନୁସାରେ ମୋତେ ବାପା ମା ମିଳିବେ। ମୋ ବାପା ମା ଯେଉଁ ଅନୁସାରେ କର୍ମ କରିଛନ୍ତି ସେ ଅନୁସାରେ ସନ୍ତାନ ପାଇବେ। ତେଣୁ ଇଏ ଉଭୟଙ୍କର କର୍ମର ଫଳ ସଂଯୋଗ କରିବ ସ୍ୱାମୀ ସ୍ତ୍ରୀ। କାହାକୁ ଜନ୍ମ କରିବେ ଆଗରୁ ନିର୍ଣ୍ଣୟ, ବିବାହ ପୂର୍ବରୁ ନିର୍ଣ୍ଣୟ ଉଭୟ। ଯେମିତି ଜଣେ ଦେବତା ପୂଜା କରିବାକୁ ଯିବେ, ଜଗନ୍ନାଥଙ୍କୁ ପୂଜା କରିବାକୁ ଠାକୁର ଘରକୁ ଯିବେ, ସନ୍ଧ୍ୟା ହେଇଗଲା, ମୋତେ ଧୂପ ଦେବାର ଅଛି, ସନ୍ଧ୍ୟା ଆଳତି କରିବାର ଅଛି, ଇଏ ଭାବନା ଯେଉଁ ମୁହୂର୍ତ୍ତରେ ସୃଷ୍ଟି ହେଲା ପୂଜା ସେଇଠୁ ଆରମ୍ଭ ହେଇଗଲା। ପୂଜା ଠାକୁର ଘରକୁ ଯାଇ ଧୂପ ଲଗେଇକି ଧୂପ ବୁଲେଇବା ବା ଆଳତି କର୍ପୂର ବୁଲେଇଲା ପରେ ଯାଇକି ପୂଜା ଆରମ୍ଭ ହେଲାନି। ପୂଜା ଆରମ୍ଭ ସେତେବେଳେ ହେଲା ଯେତେବେଳେ ମୋର ପୂଜା ସମୟ ହେଇଗଲା ବୋଲି ଭାବନା ସୃଷ୍ଟି ହେଲା। କାହିଁକି ନା ତୁମେ ଭୌତିକ ଜଗତ କର୍ମରୁ ସେଇ ମୁହୂର୍ତ୍ତରେ ବିଚ୍ୟୁତ ହେଇ ଅଧିଭୌତିକ ଜଗତ କର୍ମକୁ ଭାବିଲ। ଯେଉଁ ମୁହୂର୍ତ୍ତରେ ତୁମେ ଭାବିଲ ଯେ ମୁଁ ଅଧିଭୌତିକ ଜଗତରେ ବର୍ତ୍ତମାନ ପ୍ରବେଶ କରିବି, ମୋ ପ୍ରଭୁକୁ ଟିକେ ମୁଁ ଆଳତି କରିବି, ସନ୍ଧ୍ୟା ହେଲା, ସେଇ ମୁହୂର୍ତ୍ତରେ ପୂଜା ଆରମ୍ଭ ହେଇଗଲା। ଏବଂ ପୂଜା ସରିଲା କେତେବେଳେ? ଯେତେବେଳେ ତୁମେ ଠାକୁର ଘରୁ ଆସି, ମାନେ ସେଠି ଆଳତି ସରିଗଲା, ଘଣ୍ଟ ବଜା ସରିଗଲା, ଘଣ୍ଟି ବଜା ସରିଗଲା, ସେତେବେଳେ ପୂଜା ସରିଗଲାନି। ତମେ ଆସିଲା ପରେ ବି ତମ ମନ ଭିତରେ ସେ ପୂଜା ଜାଗ୍ରତ ହେଇ ରହିଛି, ତମେ ଶୋଇବା ପର୍ଯ୍ୟନ୍ତ ବି ରହିଛି ଯଦି ପୂଜା ଚାଲିଛି। ଯେତେବେଳେ ତୁମେ ପୂଜା ଘରେ ଅଛ, ଆଳତି କରୁଛ, ପୁଅ ଝିଅ କଥା ମନେ ପକାଉଛ, ଧନ ସମ୍ପତ୍ତି କଥା ମନେ ପକାଉଛ, ତାହେଲେ ବି ପୂଜା ତମର ହେଉନାହିଁ, ତାହେଲେ ବି ପୂଜା ତମର ହେଉନାହିଁ। ଯଦି ତୁମେ ଠାକୁର ଘରେ ଥାଇକିରି ଭାବୁଛ ପୂଜା କଲାବେଳେ, ତାହେଲେ ପୂଜା ହେଉନାହିଁ। ଯଦି ତୁମେ ପୂଜା ସାରିକିରି ବି ବିହିତ କର୍ମରେ, ଭୌତିକ କର୍ମରେ ଯୁକ୍ତ ରହିକି ବି ଈଶ୍ୱରଙ୍କ ସାଙ୍ଗେ ଅଛ, 24 ଘଣ୍ଟା ପୂଜା ଚାଲିଛି, ଧୂପ ଚାଲିଛି ଈଶ୍ୱରଙ୍କୁ। ତେଣୁ ନିତ୍ୟ ଯୋଗ ସ୍ଥିତି ହେଉଛି ଯେ ମୁଁ ଈଶ୍ୱରଙ୍କ ସହିତ ଅଛି, ଯାହା ସୁଶାନ୍ତ ବାବୁ କହିଲେ ଅଭିନ୍ନ ଅବିଚ୍ଛିନ୍ନ ଚେତନା, ଅଭେଦ୍ୟ। ମୁଁ ଆଉ ଭେଦିବାର କିଛି ନାହିଁ। ମୁଁ ଭେଦି ସାରିଛି, ଆଉ ଭେଦିବି କ'ଣ? ମୁଁ ହେଇ ସାରିଛି, ଆଉ ହେବି କ'ଣ? ମୁଁ ତ ତୁମେ, ମୁଁ ତ ମୁଁ ନାହିଁ। ମୁଁ ବୋଲି ଆଉ ଭାବନା କରିବାର ମୋର ସାମର୍ଥ୍ୟ ନାହିଁ, କି ତୁମେ ବୋଲି ଭାବିବାର ସାମର୍ଥ୍ୟ ନାହିଁ। ମୁଁ ନାହିଁ, ମୁଁ ସମ୍ପୂର୍ଣ୍ଣ ପଳେଇଯିବ, ମୁଁ ନାହିଁ। ବାସ୍ ଛୋଟ ପିଲାଟି ହେଇଗଲା, ସଂସାର ସେଇଠି କ୍ଲୋଜ୍ ହେଇଗଲା। ଜୟ ଶ୍ରୀ ଜଗନ୍ନାଥ।